ଭକ୍ତ କବି ରାମଦାସ ବିରଚିତ ଦାଢ଼ିଅତା ଭକ୍ତି। ବେତାର ସମ୍ପାଦନା ଶ୍ରୀଚରଣ ଦାସ, ପୂର୍ବାଭାଷ ଝରଣା ଦାସ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ପ୍ରଯୋଜନା ଦୀପକ ସାମନ୍ତରାୟ। ଆଜି ଏଥିରେ ଶୁଣନ୍ତୁ ହରିଚନ୍ଦନ ରାଜା ସମ୍ବାଦର ପ୍ରଥମ ଭାଗ। ରାଜା ହରିଚନ୍ଦନ ଅତ୍ୟନ୍ତ ଧାର୍ମିକ ଓ ପ୍ରଜାନୁରଞ୍ଜନକାରୀ। ତାଙ୍କ ରାଜ୍ୟରେ ଜଣେ ପ୍ରଜା ପ୍ରତି ଗୁରୁବାରରେ ଧାନ ଗଉଣୀରେ ସୁନା କାକରା ରଖି ପୂଜା କରେ। ତା ପାଖରେ ଯେ ବହୁ ସୁନା କାକରା ପୁରୀ ରହିଛି ଏକଥା ଜଣେ ଖଚୁଆ ପ୍ରଜା ରାଜାଙ୍କୁ ଜଣେଇଲା। ରାଜା ଦୂତ ପଠାଇ ହେମ କାକେରିଆକୁ ଧରି ଆଣିଲେ। ରାଜାଙ୍କ ପାଖକୁ ସେ ପଠାଇଦେଲେ ଏବଂ କାକରାଟିକୁ ହାତରେ ଧରିଥିବା ହେତୁ ପାପ ଲାଗିଲା ବିଚାର କରି ପ୍ରାୟଶ୍ଚିତ ମଧ୍ୟ କଲେ। ହେମ କାକରିଆ ରାଜାଙ୍କଠାରୁ ତାର ସୁନା କାକରା ନେଇ ଫେରିଗଲା। ମନ ଚୈତନ୍ୟ ଏ ତୋର ଦୁର୍ଲଭ ବଚନ ଶୁଣିଲି ଗୀତ ପଣ୍ଡା ଭାବ ଅତି ପବିତ୍ର ସୁଦୁର୍ଲଭ। ଏହି ପ୍ରକାରେ କଥା ଯେତେ କହି ପବିତ୍ର କର ମୋତେ। ଶୁଣି ଚୈତନ୍ୟ ଅତୀତ ସେ କହଇ ମନ ରାଜା ବସେ। କେବଳ ସୁର ଶ୍ରଦ୍ଧା ଭାବେ ମୁଁ ଯାହା କହୁଅଛି ଏବେ। କ୍ଷେତ୍ରକୁ ଛଡ଼ା ଦଶ କୋଶ ସେ ରାଜି ରାଜ କଣ କରି ପ୍ରଜା ପାଳଇ ପୁତ୍ର ପରି। ସୁଚି ପବିତ୍ର ଦୟାବନ୍ତ ନହରେ ପର ନାରୀ ଚିତ। ଦାନି ପଣରେ ସେ ଜଣେ ବଞ୍ଚଇ ଭଜନ ସ୍ମରଣେ। ଦେଖିଲେ ବୈଷ୍ଣବ ଗୋସାଇ ଆନନ୍ଦ କହି ନ ସରଇ। ଚରଣ ଧୋଇ ମୋଦ ଭରି ପୂଜଇ ବିଷ୍ଣୁ ସମକରି। ନିରତେ ଥାଏ ଜନହିତେ ପର ପୀଡ଼ନ ନାହିଁ ଚିତେ। ଦୁଃଖୀ ଦରିଦ୍ର ପୋଷିବାରେ କାଶ ତାକେ ନାହିଁ ସଂସାରେ। ଭଜନ ରାମ କୃଷ୍ଣ ବିନେ ଅନ୍ୟ ନ ଜାଣେ ତାର ମନେ। ଅଛବ ଜାତି ହୋଇଥିଲେ ସେ ଯେବେ ରାମ କୃଷ୍ଣ ବୋଲେ। ତାହାକୁ ନ କର ନିରାଶ ବୋଲଇ ମୋର ପାଶେ ବସ। ତାବେ ହରତା ମଣ୍ଡପରେ ଚାରି ପାଶରେ ଘର ବାଡ଼େ। କରଇ ଅତ୍ୟନ୍ତ ବିଚିତ୍ର କେବଳ ରାମକୃଷ୍ଣ ଚିତ୍ର। ଯେ ବୃନ୍ଦାବନ ଲୀଳାମାନ ଗୋପୀ ଗୋବିନ୍ଦ କ୍ରୀଡ଼ା ସ୍ଥାନ। ପକାପାଦି ନାଶ ଯେତେ ଚିତ୍ର କରଇ ବିଧି ମତେ। ନିତ୍ୟ କରଇ ଦର୍ଶନ ଆନନ୍ଦ ହୋଇଥାଏ ମନ। ଯେସୁଆ ସାରି ରାଜବଣୀ କୋଶିଣ ଥାଇ ରୂପମଣି। ତାହାଙ୍କ ମୁଖ ନାମାବଳୀ ଶୁଣି
चरित सुधाबाणी आनंद होइथाई सुनी प्रतिदिन रे बेसी दूत बुझाई राज्य हकीकत में आसी अन्न पाई जे बिरुसी से ग्राम मानक महत सारी भी कहू अछि सत्य तार सर्वस्व कोठ हेब राजू बाहर होई जीव जेबे इच्छा धर्म करू लेखी से नेब सरकारु एथि संशय नाही किछि राजार आज्ञा होई अछि हेमंत तागिद कराई कहन्ति राजा आगे जाई सुण सुमन सावधाने हेमंत बरस के दिने निज राज्य बुली जाई देखई ग्राम ग्राम होई दुखी दरिद्र द्वारे भले तुलसी वृक्ष न दिसिले सेहि ठावरे राजा रही तुलसी चौरा प्रति ग्राम रे एही मती तियारी चलती नृपति हेमंते केते दिन परे से राज्य का प्रजा घरे सुना काकरा गोटी धरी धान गौणी परे भरी पूजा करन्ति गुरुवार ताहा देखिण एक नर बहन होई चढ़ी गला नृपति छामुरे कहिला कोइला सुवर्ण काकेरी ताहार घरे अछि पुरी मिथ्यानु होई ए अवश्य राज भण्डारे घेनी आस ताहा सुनिन राजा आसी ताकु रखाई दूत बेसी बोइले जा बेग करी हिमका केरियाको धरी आम्भ छामुकु घेनी आस बुझिबा एथिर सन्देश आज्ञा प्रमाणे दूत गले से प्रजा गरे कहिले शुणी से महाभय पाई वचन न पारई कही नृपति बोइले रे सुण आउ केते हे अछि आण विनय होई से कहिला सर्वमो एतिकी बोइला बहुत कालु अछि एही धान गहणी परे थोई पूजा करई गुरुबारे देखी के कहिला छामुरे सुनी नृपति हस हस ताकु
ହେମନ୍ତ କହି ଦୂତ ପେଶୀ ଡକାଇ ଆଣି ଏକ ଦାସୀ ସବୁ କହିଲେ ବିଧି ମତେ ସୁନା କାକେରି ତାର ହସ୍ତେ ଦେଇ ପେଶିଲେ ନୃପବର ଏହାକୁ ନେଇ ତା ସିନ୍ଦୁର ମହାଦେବଙ୍କ ହସ୍ତେ ଦେବୁ ସମସ୍ତ ବୁଝାଇ କହିବୁ ତା ଶୁଣି ଦାସୀ ବେଗେ ଚଳି ଅନ୍ତପୁରରେ ଯାଇ ମିଳି କମଳା ମହାଦେଇ ପାଶ ଯାଇ ସେ ହୋଇଲା ପ୍ରବେଶ ବୋଇଲା ଶୁଣ ଆଗୋ ମାଏ ଏ ବଡ଼ ପୂର୍ବ କଥାଏ ଦେଇ ଅଛନ୍ତି ନୃପମଣି ଶୁଣି ଆଇଲେ ମହାରାଣୀ ସ୍ୱହସ୍ତେ ଧରି ପଚାରିଲେ ଏ ଦ୍ରବ୍ୟ କାହୁଁ ଭିଆଇଲେ ଦାସୀ କହିଲା ଶ୍ରୀ ଛାମୁରେ ଏ ରାଜ୍ୟ ଏକ ପ୍ରଜା ଘରେ ଧାନ ଗଉଣି ପରେ ଥୋଇ ସେ ପୁଣି ପୂଜା କରୁଥାଇ ତା ଦେଖି କେଉଁ ଦୁଷ୍ଟ ନର କହିଲା ନୃପତି ଛାମୁର ତାହା ଶୁଣନ୍ତେ ଦୂତ ପେଶୀ ତା ଘରୁ ତଣ୍ଡି ଘେନି ଆସି ବେଶୀ ନ ଦେଲେ ତୁମ୍ଭ ତହିଁ ଶୁଣିଙ୍କୁ ହକାରି ଏହାକୁ ଯାଅ ଘେନି କରି ବୋଲିବୁ ନିଅ ତୁମ୍ଭ ସୁନା ଏଥକୁ ଯୋଗ୍ୟ ତୁମ୍ଭେ ସିନା ସେ ତ ଅବଳା ଏକେ ଭୀରୁ କାହୁଁ ସହିବେ ଏଡ଼େ ଗରୁ ଶୁଣୁଥିଲେ ଭକ୍ତ କବି ରାମ ଦାସ ବିରଚିତ ଦାଢ଼ିହତା ଭକ୍ତି ବେତାର ସମ୍ପାଦନା ଶ୍ରୀଚରଣ ଦାସ ପୂର୍ବାଭାଷ ଝରଣା ଦାସ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି ଏବଂ ପ୍ରଯୋଜନା ଦୀପକ ସାମନ୍ତରାୟ ଆଜି ଶୁଣୁଥିଲେ ହରିଚନ୍ଦନ ରାଜା ସମ୍ବାଦର ପ୍ରଥମ ଭାଗ କଣ୍ଠଦାନ କରିଥିଲେ ଶୈଳଭାମା ମହାପାତ୍ର ରତିକାନ୍ତ ଶତପଥୀ ଲକ୍ଷ୍ମୀକାନ୍ତ ପାଲିତ ଏବଂ ସେଲୁ ମହାନ୍ତି ଆକାଶବାଣୀ କଟକ